ଆଜିର ଅନୁଚିନ୍ତା। 100 ଥର ମନ୍ଦିର ଯାଅ, 1000 ଦୀପ ଜଳାଅ, ଲକ୍ଷେ ଥର ହରିନାମ ଜପ କର, କୋଟିଏ ଲୋକଙ୍କୁ ମଧ୍ୟ ଖାଇବାକୁ ଦିଅ, ସବୁକିଛି ମୂଲ୍ୟହୀନ ଯଦି ତୁମ ଅନ୍ୟାୟ ଦ୍ୱାରା କାହା ଆଖିରୁ ଲୁହ ବାହାରେ। ନିଜ ଶରୀର ଠାରୁ ଅଧିକ ଶବ୍ଦ ଓ ବ୍ୟବହାରକୁ ସୁନ୍ଦର ରଖନ୍ତୁ, କାରଣ ଲୋକମାନେ ଆପଣଙ୍କ ଚେହେରାକୁ ଭୁଲି ଯାଇପାରନ୍ତି, କିନ୍ତୁ ଶବ୍ଦ ଓ ବ୍ୟବହାରକୁ ସବୁଦିନ ପାଇଁ ମନେ ରଖିଥାନ୍ତି। ଯେଉଁମାନେ ଅନ୍ୟାୟରେ ଧନ ରୋଜଗାର କରି ତା ମଧ୍ୟରୁ ଅଳ୍ପ କିଛି ଦାନ ଦେଇ ଧର୍ମାତ୍ମା ହେବାକୁ ଓ କଥିତ ହେବାକୁ ଚାହାନ୍ତି, ସେମାନେ ବଡ଼ ଭ୍ରମରେ ଅଛନ୍ତି। ଭଗବାନଙ୍କର ନିକଟରେ ଏତେ ଅନ୍ଧାର ନାହିଁ ଯେ ସେଠାରେ ସମସ୍ତଙ୍କର ପ୍ରକୃତ ପରୀକ୍ଷା କରାଯାଇଥାଏ। ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ, ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି। ସ୍ୱତନ୍ତ୍ର ଓଡ଼ିଶା ନ୍ୟୁଜ୍ ତରଫରୁ ମୁଁ ଦେବାଶିଷ। ଜୟ ଜଗନ୍ନାଥ।